କିଛି ନାହିଁ, କିଛି କରିନାହାନ୍ତି, କେବଳ ଆଖି ଟିକେ ପଡ଼ିଗଲା। ଈଶ୍ୱରଙ୍କ ସାନ୍ନିଧ୍ୟ ମଧ୍ୟରେ ଥିଲା ବେଳେ ଶୋଇବାଟା ଜାଗ୍ରତ ସାବଧାନ। ଯଦି ଚର୍ଚ୍ଚରେ ବସୁଛନ୍ତି, ଆଜି ଅନେକ ଜାଗାରେ ମୁଁ ଦେଖିଛି ଚର୍ଚ୍ଚ ଚାଲିଥିବ ସାନ୍ନିଧ୍ୟ ମଧ୍ୟରୁ ଉଠି ଚାଲିଯାଆନ୍ତି। ଯେତେବେଳେ କଣ ହେଲା, ଈଶ୍ୱର ଯୀଶୁ ଖ୍ରୀଷ୍ଟ ଆଉ ଶିଶୁମାନଙ୍କ ସହିତ ଯେତେବେଳେ ପ୍ରଭୁ ଭୋଜ ସ୍ଥାପନ କଲେ, ପ୍ରଭୁ ଭୋଜ ସମାପ୍ତ ପରେ, ଆପଣ ବାଇବେଲ ପଢନ୍ତୁ, ପ୍ରଭୁ ଭୋଜ ସମାପ୍ତ ପରେ ଜିହୁଦାଙ୍କ ହୃଦୟରେ ଯେତେବେଳେ ଶୈତାନ ପ୍ରବେଶ କଲେ, ସାନ୍ନିଧ୍ୟ ମଧ୍ୟରୁ ଉଠି ଚାଲିଗଲା। ସାନ୍ନିଧ୍ୟ ମଧ୍ୟରୁ ଉଠିଯିବା ବହୁତ ବଡ଼ ଭୟଙ୍କର ବିଷୟ। ସେଥିପାଇଁ ଚର୍ଚ୍ଚରେ ଗୋଟାଏ ଥର ଏଣ୍ଟ୍ରି କଲା ପରେ ଯଦି ହୁଏ ତ ସଲା ପରେ ହିଁ ଯିବା, ନ ହେଇଥିଲେ ଚର୍ଚ୍ଚକୁ ନ ଆସିଥିଲେ ଭଲ ହେଇଥାନ୍ତା। କାହିଁ ଜାଣିଛନ୍ତି ନା, ବହୁତ ଭୟଙ୍କର ପରମେଶ୍ୱର, ବହୁତ ବହୁତ ଭୟଙ୍କର ପରମେଶ୍ୱର। ପ୍ରକାଶିତ ବାକ୍ୟ ତାର 19 ପର୍ବର ଯଦି ଆପଣ ତଳକୁ ପଢି ଆସିବେ, ଓ ମାଇ ଗଡ୍, ଜିସାୟ ତାର 63 ଯେତେବେଳେ ପଢି ପଢି ଆସିବେ, କଣ କହୁଛନ୍ତି ସେଇଠି ଜାଣିଛନ୍ତି? ପରମେଶ୍ୱର ଇଦୋମରୁ ରକ୍ତୀକୃତ ବସ୍ତ୍ର ପିନ୍ଧି ଏ ଯେଉଁ ବସରଣ ଆସୁଛନ୍ତି, ଏଇ କିଏ? କଣ ମାଟି ଯେତେବେଳେ ଚୁଲି ପକାଯାଏ, ଚୁଲି 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 ଆଉ ମାଟିକୁ ଆଉ ଗୋଡରେ ଚକଟା ଯାଏ, ଚକଟିଲେ କଣ ହୁଏ, ଯଦି ମାଟି ଯଦି ବେଶୀ ଟିକେ ପାଣିଆ ଥାଏ, ହେଲେ ଡ୍ରେସ ଉପରେ ଟିକେ 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 ଛିଟକା ପଡେ। ଆପଣାର ଶତ୍ରୁ ମାନଙ୍କୁ ପାଦରେ ଦଳି ଦେଇକି ଆସୁ। ପ୍ରେଜ୍ ଦ ଲର୍ଡ। ସେ ପ୍ରକାର ଭୟଙ୍କର ପରମେଶ୍ୱର ଈଶ୍ୱରଙ୍କ ସାନ୍ନିଧ୍ୟରେ ବସିଲା ବେଳେ ହସ ନାହିଁ, ବସି ଥିବା ଦରକାର ଅଛି, ପଛକୁ ଯିବା ଦରକାର ନାହିଁ। ଚର୍ଚ୍ଚ ସରିବ, ବାହାରକୁ ବାହାରିବା। ଚର୍ଚ୍ଚରେ ଏଣ୍ଟ୍ରି ହେଲା ପରେ नो ଏକ୍ସିଟ୍। ବି କେୟାରଫୁଲ, ବହୁତ ଭୟଙ୍କର ବିଷୟ।